পূর্ব আকাশে সূরজ আসে, শুনেলি কিরণে গাঁ ঝলসে। দক্ষিণা পবনে চন্দন বাসে, মুরুকি মুরুকি ମୋ ମା ହସେ। সকালে ভজন সঞ্জরে কীর্তন, শুভে নীতি যে উঠি। সারা রাই জরে পাইনি কেউঠি, সারা রাই জরে পাইনি কেউঠি। সে মুটিকি দুনিয়া ମୋ ଗାଁ, ମୋ ଗାଁ, ମୋ ଗାଁ, ମୋ সাধনা ক্ষেত্র পদ্মমন পীঠ। এই পীঠর এই মাটির এই পরিবেশর সুযোগ্য পুত্রମାନେ ସେମାନଙ୍କର କାଳଜୟୀ ଘଟଣା, ସେମାନଙ୍କର ବାଗ୍ୟତା, ସେମାନଙ୍କର ଗୌରବ କଥା ଯୁଗ ଯୁଗ ପାଇଁ ଶୂନ୍ୟାକ୍ଷରେ ଲିପିବଦ୍ଧ କରିଯାଇଛନ୍ତି। ଯୋଗଜନ୍ମା ସନ୍ତାନମାନଙ୍କୁ ଠିକଣା ଆମେ ପୂଜ୍ୟ ପୂଜା এই ক্রমে আজি পালন করছু। সারদা কলাকুঞ্জরে সারা জীবন অতিবাহিত করে দিয়েছিলেন জনে বাগ্মী সন্থ, যাহাଙ୍କର ধর্ম কর্ম জীবন সব সমর্পিত ଥିଲା নাট্য জগত ପାଇଁ। ଜଣେ ଉତ୍ତମ କଳାକାର, ନାଟ୍ୟକାର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯଦୁମଣି ଆନନ୍ଦ ମହୋଦୟ ପଲ୍ଲୀ କଥା ଲେଖିଛନ୍ତି, ଗାଁ କଥା ଲେଖିଛନ୍ତି, ମାଟିର କଥା ଲେଖିଛନ୍ତି। ଯୋଉଠି ବାରମାସୀ ଗୀତ ମହାପୁରୁଷ ଅଚ୍ୟୁତାନନ୍ଦ ଅଛି, ସେଠି ଆଉ ଗୋଟିଏ ବାରମାସୀ ଗୀତ ନେଇଯାଏ ଯଦୁମଣି ଆନନ୍ଦଙ୍କର। ଚାରିଦଫା ନବେପୁରରୁ ଆସିବା ଠାରୁ ନେମାଳ ପର୍ଯ୍ୟନ୍ତ ସେ ମାଟି, ପାଣି, ପବନ, ବିଲ, ଗାଁର ସରଳ ଲୋକ ସମସ୍ତଙ୍କର କଥା ତାଙ୍କ ଲେଖନୀ ଜୀବନ୍ତ ରଖୁଛି। କୋଉ ଭାଷା ଆମ ପାଠକୁ ବାହାରିବ 1686 ଜଣେ ଓଡ଼ିଆ ଲୋକ ତା ପାଠର ଭାଷା, ଜଣେ ପାଠ ପଢ଼ିଥିବା ଲୋକର ଭାଷା, ଜଣେ ପାଠ ନ ପଢ଼ିଥିବା ଲୋକର ଭାଷା, ଜଣେ ବିଜ୍ଞଙ୍କର ଭାଷା, ଯେ ସାଧାରଣ ଲୋକର ଭାଷା, ଗୋଟେ ବ୍ରାହ୍ମଣର ଭାଷା। ତେଣୁ ଆମେ କହୁନୁ ଯୋଉ ବର୍ଗର ଲୋକ, ଯୋଉ ସ୍ତରର ଲୋକ ତାଙ୍କ ପାଟିରେ ଯୋଉ ଭାଷା ବସିବା କଥା ସେଇ ଭାଷା ତାଙ୍କ ନାଟକ ଶୋଭା କରିଥାଏ। ଏଇ ଜିନିଷଟା ବି ବୁଝିକି ଶୋଧିକି ନାଟକ ଏବଂ ସେ ସମ୍ପର୍କରେ ଏତେ ନିବିଡ଼ ତ ଭାଷାକୁ କେମିତି ପ୍ରକାଶ କରିବ। ଯେଉଁମାନେ ରାଜନୀତିର ଉତ୍ତମ ଶିଖର ନେଇଛନ୍ତି ସେମାନେ ବହୁ ପରେ ଏପରିକି 84 ମସିହା ପରେ ତାଙ୍କ ସହିତ ସମ୍ପର୍କରେ ଆସିଛି। ତା ପୂର୍ଣ୍ଣ ସମ୍ପର୍କରେ ରଖିଲେ ତାଙ୍କୁ ଦିଲ୍ଲୀ ଯାଇଛି, ବହୁବାର ଦିଲ୍ଲୀ ଯାଇଛି। ଦିଲ୍ଲୀରୁ ଚିଠି ବିଷୟ କୋଉଠି ପଦ୍ମେଶ୍ୱର ଦାସ ହୁଅନ୍ତୁ, ଆମର ବିଜ୍ଞାନ ବିଦ୍ୟା ହୁଅନ୍ତୁ, ଆମର ଅଞ୍ଚଳର ପ୍ରତି ଲୋକଙ୍କୁ ଚିଠି ପୋଷ୍ଟକାର୍ଡକୁ ଜଗନ୍ନାଥ ପାଣିଗ୍ରାହୀ ଅଛନ୍ତି, ତାଙ୍କୁ ଆଦି ନୀତି ନାଟ୍ୟକାର କୁହାଯାଏ। ତାଙ୍କର ଗୋଟେ ଅନୁଷ୍ଠାନ ଅଛି, ତାଙ୍କର ପ୍ରେସିଡେଣ୍ଟ ଅଛନ୍ତି ଉପକୃତ ପ୍ରଧାନ। ଏମାନେ ସବୁ ବସିଲେ ଗୀତା ବିଜୟ ଚାଲିଥିଲା ସାରା ଓଡ଼ିଶାରେ ଏବଂ ବଙ୍ଗଳାର ପ୍ରଭାବ ଏଠି ଚାଲିଥିଲା। ଏମାନେ ଓଡ଼ିଶାର ପ୍ରଥମ କଟକ ଡିଷ୍ଟ୍ରିକ୍ଟ ହେଉଛନ୍ତି ଯଦୁମଣି ଆନନ୍ଦ, ବାଲେଶ୍ୱର ଡିଷ୍ଟ୍ରିକ୍ଟ ହେଉଛନ୍ତି ରଘୁନାଥ ପ୍ରଧାନ। এই দুইজন এই গୀତା ବିଜୟ ଧାରାକୁ ବ୍ରେକ୍ କରିକି ସେମାନେ ନାଟକ ରଚନା କରିଥିଲେ ଏବଂ ସେ ଲୋକଙ୍କ କଥା କହୁଥିଲେ, ଲୋକଙ୍କ ସୁଖ ଦୁଃଖ କଥା ବାଣ୍ଟୁଥିଲେ ଏବଂ ଲୋକଙ୍କ ସାଧାରଣ ଲୋକ ଯିଏ ବଞ୍ଚି ନିମ୍ନ ବର୍ଗର ସମାଜର ସିଏ ବୁଝିଲା ଭଳିଆ, ତା ଦୁଃଖ ବୁଝିଲା ଭଳିଆ ନାଟକରେ ଯେଉଁ ଉପରେ ଆବଦାନରେ ସେ ଇଏ କରୁଛନ୍ତି, ତାର ପ୍ରତିଫଳନ ଦେଖିଥିଲେ। ସେ ହେଉଛନ୍ତି ଜନକବି ଯଦୁମଣି। କାରଣ ନାଟ୍ୟ ସାହିତ୍ୟ ଏପର୍ଯ୍ୟନ୍ତ ସେତିକି ସମ୍ମାନ ପାଇନାହିଁ। କାରଣ ଗଣକବି ଅନେକ ତାଙ୍କର ବୈଷ୍ଣବ ପାଣି ଅନେକ ଗୀତିନାଟ୍ୟ ରଚନା କରିଥିଲେ, କେହି କହିଲେ ନାହିଁ ନାଟ୍ୟକାର ବୈଷ୍ଣବ ପାଣି। ଗୋପାଳ ଦାସ ସେ ଅନେକ ନାଟ୍ୟ ରଚନା କରି ଗୀତିନାଟ୍ୟ ଗୀତା ଅଭିନୟ ଅଷ୍ଟପଡ଼ିତ ସମକକ୍ଷ, କେହି କହିଲେ ନାହିଁ ଗୀତିନାଟ୍ୟକାର ଗୋପାଳ ଦାସ। କାରଣ କହିଲେ ଗଣକବି ଗୋପାଳ ଦାସ।
କବିତା ସବୁବେଳେ ସମ୍ମାନ ପାଇଛି। ତେଣୁ ଆଜି এই ଅଭିଭାବକ କେତେ ଗୋଷ୍ଠୀର ଲୋକ ତାଙ୍କୁ ଯେଉଁ କବିତା ଗ୍ରନ୍ଥଟି ସଂଗ୍ରହ କରିଛନ୍ତି ଏବଂ ପ୍ରକାଶନର ସୌଜନ୍ୟ ଲେଖିଛି ସେଥିପାଇଁ ସେ ଅମର ହୋଇ ରହିଯିବେ। ଲୋକ ଯୋଗାଡ଼ କରିକି ପୁରସ୍କାର ଗ୍ରହଣ କରୁଛନ୍ତି। ସେ ଗୋଟେ ଏଭଳିଆ ଲୋକ ଥିଲା ଯିଏ ସାରା ଓଡ଼ିଶାରେ ଚହଳ ପକେଇ ଦେଇଥିଲା। ସେଇ ନାଟକ ହଉ, ସେ ନାଟକ ମାଧ୍ୟମରେ ଶାରଦା କଳାକୃତର କଳାକାରମାନଙ୍କ ମାଧ୍ୟମରେ ନଗରପୁର ଅଞ୍ଚଳକୁ ବା ଏଇ ଅଞ୍ଚଳକୁ ସେତେବେଳକାର ୱେଷ୍ଟବେଙ୍ଗଲ ଏ ସବୁଥିରେ ଶାରଦା କଳାକୃତ ଏବଂ ତାର ନାଟକ ରଚନା କରିଥିଲେ ଯଦୁମଣି କାନନ୍ଦ। একথা ସମସ୍ତେ ପ୍ରାୟ ଆମ ବୟସର ଲୋକ ଜାଣିଥିଲେ। কেউ পুণ্য করিথিলা কৈবর্ত পাদ দেলা সে ধোই, কেউ ভক্তি করিথিলা সবরি কোলি দেলা খুয়াই, কেউ পুণ্য করিথিলা বর্ণ করতি রাবণ চরণে মরণକୁ ତାଙ୍କ ଏକେ ଜଳ ମେଦିନୀ କକ୍ଷିଣ ପାଦୁକି କରେ ଇନ୍ଦ୍ରପୁରୀ ଏକ ଥର